ଆଉ ଉଦର धन्यवाद ज्ञापन करे आ मोर साक्य वाला मोर परिचय वाला मो ना पुरंदर कुशलिया मोर आवाज सुबह जाउछि हाँ शुभा जाउछि हाँ सुबुछि जगदलपुर मुनिगुड़ा ब्लॉक कुंबादुला थाना रायगड़ा डिस्ट्रिक्ट आमर आ 1997 मसीहारे मु आम गाँव रही पाठ पढ़ुଥିଲି ଆଉ ସେଠି ପଢୁଥିବା ସମୟରେ ଆମର ଭଲ ଜୀବନ ନଥିଲା ଆମର ଜେଜେବାପା ପୂଜାରୀ ଆମେ ପୁରା ନଷ୍ଟିକ ହିନ୍ଦୁ ଥିଲୁ ସେତେବେଳେ ଆମେ ପ୍ରଭୁଙ୍କୁ ଜାଣି ନଥିଲୁ ଆଉ ମୁଁ ଷଷ୍ଠ ସପ୍ତମରେ ହିଁ ଆମେ ଆମ ଗାଁରେ ପିଲାମାନଙ୍କ ସହିତ ମିଶି ପୁରା ମୋର ଖରାପ ଅଭ୍ୟାସ ସବୁ ଥିଲା ଆଉ ମଦ ସିଗାରେଟ ବିଡ଼ି ଗଞ୍ଜେଇ ପ୍ରକାର ସବୁ ଜୁଆ ଖେଳ ଆଉ ବହୁତ ଏଇ ସବୁ ଖରାପ ଅଭ୍ୟାସ ମୁଁ ଆଉ ଗାଁରେ ସବୁ କରୁଥିଲି ଆଉ ତାପରେ ମୁଁ 2000 ମସିହାରେ ଆମ ସେଠି ଜଗବନ୍ଧୁ ମାମୁଁ ଯେତେବେଳେ ଗାଁକୁ ଆସିଥାନ୍ତି ମାମୁଁ ମା କହୁଥାଏ ନାଇଁ ବାବୁକୁ ଗୋଟେ ହଷ୍ଟେଲରେ ନେଇକରି ପାଠ ପଢା ଏଠି ବହୁତ ଖରାପ ହେଇଯାଉଛି ତାକୁ ଟିକେ ତାର ଜୀବନକୁ ବଞ୍ଚାନ୍ତୁ ବୋଲି ମା ସବୁବେଳେ କହୁଥାଏ ବାପା ମା କିନ୍ତୁ ଆଉ ମାମୁଁଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କଲେ ଆଉ ମାମୁଁ ମତେ 2000 ମସିହାରେ ଆଉ ଯେତେବେଳେ ମୁଁ ଅଷ୍ଟମ ପାସ୍ କଲି ତାପରେ ମାମୁଁ ଆଣିକି ମତେ ଡୋଳିଆମ ସେମଲିଗୁଡା ପାଖରେ ଡୋଳିଆମରେ ଜଏନ୍ କରିଦେଲେ ଅଷ୍ଟମ ପାସ୍ ପରେ ତାପରେ ମୁଁ ସେଠି ରହିକି ଆଉ ଚର୍ଚ୍ଚ ଥିଲା ଡୋଳିଆମରେ ଆଉ ଦାମନଦୋଳି ଆସିଲେ ବି ଆମେ ଚର୍ଚ୍ଚ ଯାଉଥିଲୁ କିନ୍ତୁ ଆମେ ଯେତେବେଳେ ଗୀତ ନାଚ ବେଲେ ଆକା ଟିକେ ବସୁଥିଲୁ ଆଉ ତାପରେ ଆମେ ବାହାର ବୁଲୁଥିଲୁ ଆଉ ଡୋଳିଆମରେ ମଧ୍ୟ ଚର୍ଚ୍ଚ ଯାଉନଥିଲି ତାପରେ ଆମର ସଲମୀ ଆଣ୍ଟିଙ୍କର ଆଉ ବନ୍ଧୁ ବର୍ଗ ଅଛନ୍ତି ଡୋଳିଆମରେ ଆଉ ମତେ କହିଦେଇଥିଲେ ମାମୁଁ ଏଟା ଆମର ଭଣଜା ଆଉ ଯେତେବେଳେ ଖାଦ୍ୟର ଅସୁବିଧା ହୁଏ ତାକୁ ଟିକେ ଦେବ ମୁଁ ଚର୍ଚ୍ଚ ଯାଉନଥିଲି ହଷ୍ଟେଲରେ ଚର୍ଚ୍ଚ ଥିଲା ସ୍କୁଲରେ ଆଉ ଯିଏ ଚର୍ଚ୍ଚ ଗଲେ ସେମାନଙ୍କୁ ଖାଦ୍ୟ ଦିଆଯାଉଥିଲା ମୁଁ ଏମିତି କେତେ ଥର ଗଲି ନାହିଁ ମତେ ଖାଦ୍ୟ ଦଉନଥିଲେ ତାପରେ ମୁଁ ସେ ଆମର ଆଣ୍ଟିଙ୍କର ଯୋଉ ବନ୍ଧୁ ବର୍ଗ ଅଛନ୍ତି ସେମାନଙ୍କ ଘରେ ଯାଇକି ମୁଁ ଖାଦ୍ୟ ମାଗି ମାଗି ଖାଉଥିଲି ଆଉ ଖ୍ରୀଷ୍ଟିଆନ ପିଲାମାନେ ସେଠି ଥିଲେ ଆଉ ସେମାନେ ବି ମଦ ଖଇନି ଜୁଆ ଖେଳ ଏମିତି ସବୁ ମୁଁ ଭାବିଲି ଅନେକ ଲୋକ ମତେ କୁହନ୍ତି ତମେ ପ୍ରଭୁଙ୍କୁ ଗ୍ରହଣ କର କାହିଁକି ଖଇନି ସବୁ ଆଉ ଖାଉଛ ଆଉ ସିନେମା ଦେଖି ଯାଉଛ ଜୁଆ ଖେଳୁଛ ତାପରେ ମୁଁ ବି କହିଲି ଆଉ ତମର ଆମର ଭିତରେ ଆଉ କଣ ଫରକ ତମେ ଚର୍ଚ୍ଚ ଯାଉଛ ଆମେ ମନ୍ଦିର ଯାଉଛ ଆମେ ଯୋଉ ପ୍ରକାର ଖାଦ୍ୟ ଖାଉଛୁ ତମେ ବି ତ ଖାଉଛ ବୋଲି ଆଉ ବହୁତ ଝଗଡା ବି ହଉथा ମୋ ରୁମରେ ଆଉ ଏ ବେଥନିଆ ଗ୍ରାମର ଦୁଇଟା ଭାଇ ରହୁଥିଲେ ଆଉ ପାଉଲ ବାଗ ନିରଦ ବାଗ ବୋଲି ସେମାନେ ମତେ ସବୁବେଳେ ଗାଇଡ କରୁଥିଲେ ଆଉ ନାଇଁ ଭାଇ ଏଟା ଭଲ ନାହିଁ ପ୍ରଭୁ ତମକୁ ପ୍ରେମ କରୁଛନ୍ତି ତ ମୁଁ କହୁଥିଲି ଆମମାନଙ୍କୁ ଗୋଟେ ମଣିଷ ଜୀବନ ଦିଆଯାଇଛି ଆଉ ଏନ୍ଜୟ କରିବା ପାଇଁ କାହିଁକି ଖୈନି ତିଆରି ହେଇଛି ଆମମାନେ ଖାଇବା ପାଇଁ ମଦ କାହିଁକି ତିଆରି ହେଇଛି ଆମମାନେ ପିଇବା ପାଇଁ ମଣିଷ ମାନଙ୍କ ପାଇଁ ହିଁ ତିଆରି ହେଇଛି ଆଉ ତମେ ପିଉନ ଆଉ ତମେ ଗୋଟେ ପୁରା ଇଏ ଲୋକ ବୋଲି ସେମାନଙ୍କୁ ବହୁତ ଝଗଡା କରୁଥିଲି ଆଉ ସେମାନେ ବହୁତ ଆଉ ଯୁବା ସମୟରେ ସେମାନେ ବହୁତ ପ୍ରଭୁଙ୍କୁ ଭୟ କରୁଥିଲେ ଗୀତ ଗାନ କରି ସବୁବେଳେ ଆଉ ଯେତେବେଳେ ପୁରା 5ଟାରେ ଉଠିକି ବି ସେମାନେ ପ୍ରାର୍ଥନା କରୁଥିଲେ ଆଉ ମୁଁ ସେ ପ୍ରାର୍ଥନା କରୁଥିବା ସମୟରେ ଆମକୁ ନିଦ ଭାଙ୍ଗି ଦଉଛି ବୋଲି ସେ ଦି ଭାଇକୁ ମୁଁ ଆଉ କବାଟ ଖୋଲିକି ବାହାର କରିଦଉଥିଲି ମାରୁଥିଲି ହେଲେ ମଧ୍ୟ ସେମାନେ କିଛି କହୁନଥିଲେ ଆଉ ସେତେବେଳେ ମତେ କିଏ ଯଦି ରେ କରିଦେଲେ ମୁଁ ବହୁତ ଝଗଡା କରୁଥିଲି ଏଇ ପ୍ରକାର ମୋର ଜୀବନ ଥିଲା ଆଉ ମାମୁଁଙ୍କୁ ଧନ୍ୟବାଦ ଦିଏ ସେ ମାମୁଁ ହିଁ ଏ ଦାମନଯୋଡି ଆଣିଲା ଆମେ ତ ଦାମନଯୋଡି ଦେଖି ନଥିଲୁ ମାମୁଁଙ୍କ ଦେଇ ଆସିଲୁ ଆଉ ମା ସେ ଭାଇ ମାନେ ମତେ ଗାଇଡ କରିବା ହେତୁ ଆଉ ମାମୁଁ ମତେ ଗାଇଡ କରେ ଯେତେବେଳେ ଦାମନଯୋଡି ଆସିଲେ ମାମୁଁ ମତେ ମାରୁଥାଏ କାହିଁକି ଖରାପ ଜିନିଷ ସବୁ ଖାଉଛୁ ବୋଲି ଆଉ ମାମୁଁ ବହୁତ ଶିକ୍ଷା ଦଉଥାଉ ଏମିତି ହଠାତ୍ ଯେତେବେଳେ ମୋର 10th ଏକ୍ଜାମ ଆରମ୍ଭ ହେଲା ଆଉ 2002 ମସିହାରେ ଆଉ ସେତେବେଳେ ଆମେ ସେ ପାଉଲ ଭାଇ ଆଉ ନିରଦ ଭାଇ ଆଉ ନିରଦ ତାଙ୍କର ସାନ ଭାଇ ପାଉଲ ତାଙ୍କର ବଡ ଆଉ ଆମେ 3 ଲୋକ ମିଶିକରି ରହୁଥିଲୁ ସେ ରୁମରେ ଆଉ ସେ ନିରଦ ଛୋଟ ଭାଇ ସେ ଫାଷ୍ଟ ହଉଥିଲା ମୁଁ ସେକେଣ୍ଡ ହଉଥିଲି ତାଙ୍କର ବଡ ଭାଇ ଥାର୍ଡ ହଉଥିଲା କିନ୍ତୁ ମୁଁ ଫେଲ ହେଇଗଲି ହାଫ ଇୟରଲି ଏକ୍ଜାମ
ପାସ୍ ହେଲି କିନ୍ତୁ ବୋର୍ଡ ଏକ୍ଜାମରେ ମୁଁ ଫେଲ୍ ହେଇଗଲି। ତାପରେ ତାଙ୍କର ବଡ଼ ଭାଇ ବି ଫେଲ୍ ହେଇଗଲେ। ତାପରେ ତାଙ୍କ ବଡ଼ ଭାଇ ଏକ୍ଜାମ ଦେଲେ, ମୁଁ ଆଉ ଏକ୍ଜାମ ଦେଲି ନାହିଁ। ଆଉ ମୁଁ ଆଉ ତାପରେ ମୁଁ ସେଇ 2002 ମସିହାରେ ମୁଁ ଧୀରେ ଧୀରେ ପ୍ରଭୁଙ୍କୁ ଜାଣିବାର ଆରମ୍ଭ କଲି। ଆଉ 2003 ମସିହାରେ ମୁଁ ସମ୍ପୂର୍ଣ୍ଣ ପ୍ରଭୁଙ୍କୁ ଜାଣିଲି। ମତେ ଗୋଟେ ବାକ୍ୟ ମୋ ହୃଦୟରେ କାର୍ଯ୍ୟ କଲା, ଜହନ 3:16, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏକି ତାଙ୍କଠାରେ ବିଶ୍ୱାସ କର ସେ ବିନଷ୍ଟ ହେବ ନା ଅନନ୍ତ ଜୀବନ ପ୍ରାପ୍ତ ହେବ। ମୁଁ ଭାବିଲି ଆଉ ହିନ୍ଦୁ ହଉ ଆଉ ମୁସଲିମ ହଉ କି ଯେକୌଣସି ଲୋକ ଯଦି ଆଉ ତାଙ୍କଠାରେ ବିଶ୍ୱାସ କଲେ ସେ ବିନଷ୍ଟ ହେବ ନାହିଁ। ଏଇଟା ମତେ 3 ଦିନ ଯାଇ କାନ୍ଥ ବାଡ଼ରେ ଦେଖାଯାଉଥିଲା। ଖ୍ରୀଷ୍ଟିଆନ ଭାଇ କହୁଥିଲେ ଏଟା କଣ ସବୁ ଲେଖା ହେଇଛି, ସେମାନେ ନାଇଁ ଆମକୁ କିଛି ଦେଖାଯାଉନି, କିନ୍ତୁ ଏ ବାକ୍ୟ ମୋ ଜୀବନକୁ ପରିବର୍ତ୍ତନ କଲା। ଆଉ ସେ ଭାଇ ଯୁପାଲ ବାଗ, ନିରଜ ବାଗ, ସେମାନେ ମତେ ବହୁତ ମାଡ଼ ଖାଇଲେ, ବହୁତ ଗାଲି ଶୁଣିଲେ, ହେଲେ ବି ମତେ ଛାଡୁ ନଥିଲେ। ମୁଁ ବସିଲେ ମୋର ପାଖରେ ବସୁଥିଲେ, ଆଉ ମୁଁ ମୋର ଖାଦ୍ୟ ବଢେଇକି ଆଣି ଦଉଥିଲେ। ଆଉ ମତେ ଏତେ ପୁରା ସେମାନେ ସେବା କରୁଥିଲେ। ଆଉ ସେମାନେ ଏବେ ବହୁତ ବଡ଼ ବଡ଼ ପୋଷ୍ଟରେ ଅଛନ୍ତି। ଜଣେ ପାଳକ ଅଛି ସେ ଜେଏଲସି ମଣ୍ଡଳୀର, ଆଉ ଜଣେ ଭାଇ ଗୋଟେ ସେ ନବରଙ୍ଗପୁର ମେଡିକାଲରେ ଆଉ ଡ୍ୟୁଟି କରୁଛି। ଏ ପ୍ରକାର ଆଉ ମୋର 2003 ମସିହାରେ ମୁଁ ସମ୍ପୂର୍ଣ୍ଣ ପ୍ରଭୁଙ୍କୁ ଗ୍ରହଣ କଲି। ଆଉ ଏ ବାକ୍ୟ ଦେଇ ତାପରେ ସେଇ 2003 ମସିହାରେ ଆଉ ମୁଁ ଆମର ବାଳକ ଆଇଟି ସୁନା ସାର୍ ଆଉ ମାମୁଁ ମିଶିକି ମୁଁ କହିଲି ଆଉ ଟିକେ ପ୍ରଭୁଙ୍କ ବିଷୟରେ ବହୁତ ଜାଣିବାକୁ ଚାହୁଁଛି ବୋଲିଲାରୁ ଆଉ ମତେ ଆମର ଲାମୁଲ ପଟ୍ଟନାୟକ ସାର୍ଙ୍କ ପାଖରେ ଯୋଉ ସମ୍ବଲପୁର ତାଙ୍କେ ଗୋଟେ ବାଇବଲ କଲେଜ ଖୋଲିଥିଲେ, ଆଉ ସେଠି ପଠେଇଦେଲେ। ମୁଁ ସେଠି ମଧ୍ୟ ପ୍ରଭୁଙ୍କ ଦୟାରେ ଆଉ ଭଲରେ ଆଉ 6 ମାସ କୋର୍ସ ସରି ଯାଇଥିଲା। ତାପରେ ମୁଁ ଗଲି, ସେ 6 ମାସ କୋର୍ସକୁ ମୁଁ ପୁରା କଲି। ବର୍ଷକର କୋର୍ସକୁ 6 ମାସରେ ପୁରା କଲି। ଆଉ ସେଠାକାର ଭାଇମାନେ ବି ସେତେବେଳେ ଖଇନି ଗୁଟକା ଏସବୁ ଆଉ ଖାଉଥିଲେ। ମୁଁ କହୁଥିଲି, ଆଉ ସେ ଆମର ଲାମୁଲ ପଟ୍ଟନାୟକ ସାର୍କୁ ସବୁବେଳେ ଯାଇ କହୁଥିଲେ ପିଲାମାନେ ଏମିତି ସବୁ ଖାଦ୍ୟ ଖାଉଛନ୍ତି। ସେଠି ମଧ୍ୟ ମତେ ବହୁତ ଝଗଡ଼ା ଝାଟି କଲେ। ଆଉ ତୁ ଏତେ ପବିତ୍ର ବୋଲିକରି ମତେ ସେମାନେ ଇଏ କହୁଥିଲେ। ମୁଁ କହିଲି ଭାଇ ମୁଁ ବି ମୋର ଜୀବନ ବି ଏମିତି ଥିଲା, ତମେ ଏଇଟା ସବୁ ଖାଉ ନାହିଁ, ଭଲ ନାହିଁ। ଆଉ ତମ ବାଇବଲ ଟ୍ରେନିଂ ଆସିଛ, ସେଠି ମୁଁ ବହୁତ ଶିକ୍ଷା ପାଇଲି, ବହୁତ ଭଲ ଗୀତ ଗାଇବାରେ ଆଉ କ୍ୱେଶ୍ଚିନ୍ ଆନ୍ସର ଦେବାରେ ପ୍ରଭୁ ସାହାଯ୍ୟ କଲେ। ସେମାନେ ଯୋଉ ଆଉ 6 ମାସ ଆଗରୁ ପଢିଥିଲେ ସେମାନଙ୍କର ନୋଟ ନେଇ ନେଇ ଲେଖିକି ଭଲରେ ପଢି ପାରିଲି। ଆଉ ସେମାନଙ୍କ ଠାରୁ ମୁଁ ଫାଷ୍ଟ ବି ହେଲି। ପ୍ରଭୁ ଏଇ ପ୍ରକାର ମତେ ସାହାଯ୍ୟ କଲେ। ଆଉ ତାପରେ ଆଉ 2006 ମସିହାରେ ଆଉ ମୁଁ କେରଲା ପଳେଇ ଗଲି। ଆଉ କେରଲାରେ କାମ କଲି ଗୋଟେ ବର୍ଷେ। ଆଉ ତାପରେ ସେଠି ଆମର ଗୋଟେ ଖ୍ରୀଷ୍ଟିଆନ କମ୍ପାଉଣ୍ଡରେ ଆକା ସେ ସାର୍ ତାଙ୍କର ପରିବାର ପୁରା ଖ୍ରୀଷ୍ଟିଆନ, ଆଉ ସେମାନେ ସିକ୍ୟୁରିଟି ଗାର୍ଡ ରଖିଲେ। ଆଉ ମୁଁ ଆଉ କେତେଟା ଆମ ଗାଁର ପିଲାମାନଙ୍କୁ ବି ଡାକିକି ରଖିଲି। ମୁଁ ସେଠି ସୁପରଭାଇଜର କରୁଥିଲି। ଆଉ ସେ ସାର୍ କହିଲେ ମୋର ସବୁ ଭଲ ପାଇଁ ବୋଲି। ଆଉ ସେ ସାର୍ ମତେ ସବୁବେଳେ ଚର୍ଚ୍ଚ ବି ନଉଥିଲେ। ମତେ କହିଲେ ଏଇ କେରଲା ରହିଯା, ତତେ ଘର ବାନ୍ଧିଦେବି, ତତେ ମ୍ୟାରେଜ କରିଦେବି, ଗୋଟେ ଟଙ୍କାଟି ବି ତତେ ଲାଗିବ ନାହିଁ। ଆଉ ମୋ ମା ବାପା କହିଲି, ମା ବାପା ମନା କଲେ। ସେ ଆଳୁ କହିଲେ ଆମେ ପିଆଜ ବୁଝିବୁ, ଏରେ ବାବୁ ଦରକାର ନାହିଁ ବୋଲି କହିଲାରୁ ମୁଁ ହଉ ମା ବାପା ତ କହୁଛନ୍ତି ବୋଲି ମୁଁ ମନା କରିଦେଲି। ତାପରେ ମୁଁ ଗାଁରେ ପଳେଇ ଆଇଲି। 2007 ମସିହାରେ ଆମକୁ କିଛି ଘର ନଥିଲା, ଗୋଟେ ଝୁପୁଡ଼ିରେ ଆମେ ରହୁଥିଲୁ। ଗାଁ ଲୋକମାନେ ହସୁଥିଲେ, ଆଉ ପାଣି ପଶି ଯାଉଥିଲା। ବର୍ଷା ଦିନ ଆମେ ପୁରା ଖଟ ଉପରେ ଠିଆ ହଉଥିଲୁ। ଆଉ ଲୋକମାନେ କହୁଥିଲେ ଏମାନେ ଘର ବନେଇ ପାରିବେନି। ସେତେବେଳେ ଆଉ ବାପା ମଦ ହଉଥିଲା। ଆଉ ଆଉ ଏଇ ପ୍ରକାର ତାପରେ ମୁଁ ପ୍ରାର୍ଥନା କଲି, ଯେବେଠୁ ପ୍ରଭୁଙ୍କୁ ଗ୍ରହଣ କଲି ମୁଁ ପ୍ରାର୍ଥନା କଲି, ପ୍ରଭୁ ଆମମାନଙ୍କୁ ସବୁ ଲୋକ ଲଜ୍ଜିତ କରୁଛନ୍ତି, ଲୋକ ହସା କରୁଛନ୍ତି, ଆଉ ହସୁଛନ୍ତି ବର୍ଷା ଦିନେ, ଆଉ ଗୋଟେ ଘର ଯୋଗାଅ। ଆଉ ଗାଁ ଠାରୁ ସମସ୍ତଙ୍କ ଠାରୁ ଆଉ ଭଲ ଘର ପ୍ରଭୁ ଯୋଗେଇଲେ, ଆମମାନଙ୍କୁ ତିଆରି କଲୁ। ଆଉ ମୁଁ ଆଣ୍ଠୁ ମାଡ଼ି କରି ଫାଉଣ୍ଡେସନ ଖୋଲିଲି। ଗାଁ ଲୋକ ଦେଖୁଥିଲେ, ହଁ ଆଙ୍କର ଯୀଶୁ ତ ସବୁ କରିଦେବେ ଏମିତି ବୋଲି ସେମାନେ କହୁଥିଲେ। କିନ୍ତୁ ମୁଁ ଆଣ୍ଠୁ ମାଡ଼ି ପ୍ରାର୍ଥନା କରି ଫାଉଣ୍ଡେସନ ଖୋଲିଲି। ଆଉ ପ୍ରଭୁ ସାହାଯ୍ୟ କଲେ। ଆଉ ଆମ ଗାଁରେ ଯେତେ ଘର ଥିଲା ସମସ୍ତଙ୍କ ଘର ଠାରୁ ବେଷ୍ଟ ଘର ଆମେ ବାନ୍ଧିଲୁ। ସେତେବେଳେ ଟିଣ ଘର, କିନ୍ତୁ ଆଉ ପ୍ରଭୁ ମହାନ। ଏଇ ପ୍ରକାର ତାପରେ
ଆମର 8/8/2008 ମସିହାରେ ସେ ଘରର ସେ ଯୋଉ ଆମର ଭେଣ୍ଟିଲେସନ ପାଇଁ ଯୋଉ ଗ୍ରିଲ ଯାକ ବନେଇବାକୁ ମୁଁ ମୁନିଗୁଡାରେ ଦେଇଥିଲି ଆଉ ସେଇଟା ଆଣିବାକୁ ଯାଇଥିଲି 8/8/2008 ମସିହାରେ। ଆଉ ସେତେବେଳେ ଆମେ ବସରେ ଫେରୁଥିଲୁ, ବସରେ ମୁଁ ଫେରୁଥିଲା ସମୟରେ ବହୁତ ଜୋରରେ ବର୍ଷା ହେଲା ଆଉ ଗୋଟେ ବ୍ରିଜ ଥିଲା, ସେ ବ୍ରିଜ ଇଏରେ ଆମେ ସେ ବସ୍ ପଲଟି ହେଇଗଲା ଆଉ ସବୁ ଲୋକ ରାତିରେ ପୁରା ଅନ୍ଧାର ହେଇଗଲା ସେ ରାତିରେ ଆଉ ଯିଏ ଯାର ପୁରା ଭାସି ଗଲେ ଆଉ ମୁଁ ବି ଆଉ ଭାସି ଯାଇଥିଲି। ତାପରେ ମତେ ଆଉ ସେ କୁଣ୍ଡାବାଲି ଗାଁ ଥିଲା, ସେ ଗାଁରେ ମତେ ପୁରା ଆଉ ଇଏ କରି ଗୋଟେ ଘରେ ନେଇକରି ମୋର ସବୁ ପ୍ୟାଣ୍ଟ ସାର୍ଟ ଖୋଲିକି ସେମାନେ ମତେ କିଛି ଜଣା ନଥିଲା, ପାଣି ପୁରିଥିଲା, ସେମାନେ ପୁରା ନିଆଁ ଜାଳିକି ସେକିକି ମତେ ପୁରା ଠିକ କରିଦେଲେ। ମୁଁ ପରେ ସକାଳେ ମୁଁ ଜାଣିପାରିଲି ଆଉ ପ୍ରଭୁ ସେ 8/8/2008 ମସିହାରେ ମତେ ବଞ୍ଚେଇଲେ। ମୁଁ କିଛି ଜାଣିପାରିଲି ନାହିଁ, ବସ୍ ପୁରା ଆଉ ପଲଟି ହେଇଗଲା, ସେ ଇଏରେ ସମସ୍ତେ ପୁରା ଭାସି ଗଲେ, ପ୍ରାୟ 2-3 ଲୋକ ନିଖୋଜ ହେଇ ମରିଗଲେ। କିନ୍ତୁ ପ୍ରଭୁ ସେଇ ଆଉ ଆକ୍ସିଡେଣ୍ଟରେ ମତେ ବଞ୍ଚେଇଲେ। ଆଉ ଆମର ଯେନ୍ ଗୋଟେ କମ୍ପାନୀର ସୁପରଭାଇଜର କାମ କଲି, ପୁନା ପଟ୍ଟନାୟକ କଣ୍ଟ୍ରାକ୍ଟର ଥିଲେ। ଆଉ ତାପରେ ପ୍ରାର୍ଥନା ମଧ୍ୟ ବହୁତ କରୁଥିଲି, ପ୍ରଭୁ ଏଇ ଦାମୋଦରରେ ଗୋଟେ ଉତ୍ତମ ଗୋଟେ ଚର୍ଚ୍ଚ ଗୃହ ଯୋଗା ପ୍ରଭୁ ଭୟ ଗୋଟେ ସ୍ତ୍ରୀ ଗୋଟେ ଜଗା ବୋଲି ମୁଁ ପ୍ରାୟ ଦୀର୍ଘ ଦିନ ଧରି ମୁଁ ପ୍ରାର୍ଥନା କରୁଥିଲି, ଯେମିତି ତାଙ୍କର ବାପା ପାଳକ ହେଇଥିବେ ଆଉ ତାଙ୍କ ଝିଅ ହେଇଥିବ, ଏମିତି ପ୍ରାର୍ଥନା। ଆଉ 10 ମସିହାରେ ଆଉ ଆମେ ମୁଁ ପ୍ଲାଣ୍ଟରେ କାମ କରୁଥିଲି। ତାପରେ 2001 ଏମିତି ପ୍ରାର୍ଥନା ବି କରୁଥିଲି, କାମ ବି କରୁଥିଲି। ଆଉ 2011 ମସିହାରେ ଆଉ ଗୋଟେ ପ୍ରଫେସି ଥିଲା, ଆଉ ଗୋଟେ ମାତାଲପୁର ପ୍ରାର୍ଥନା ଯାଇଥିଲି। ଆଉ ସେଠି ତ ଆଉ ଏ ଭାଇ 3ଟା ବିଷୟ ନେଇ ଦୀର୍ଘ ଦିନ ଧରି ଆଉ ପ୍ରାର୍ଥନା କରୁଛନ୍ତି, ତା ସଫଳ ହେବାକୁ ଯାଉଛି। ଆଉ ପ୍ରଭୁ ଦେବେ, ତମକୁ ଦୋକାନ ଘର ବି ଯୋଗେଇବେ ଆଉ ଚର୍ଚ୍ଚ ବି ଯୋଗେଇବେ, ବଡ ଚର୍ଚ୍ଚ। ଆଉ ତମେ ଆଉ ଭଲ ସ୍ତ୍ରୀ ମଧ୍ୟ ପାଇବ, ଏମିତି ସମୟ ଧୀରେ ଧୀରେ ପ୍ରଭୁ ଦେବେ। ତମେ ଏଇ ପ୍ରକାର ଆଉ ବିଶ୍ୱାସରେ ପ୍ରାର୍ଥନା କରୁଥା ବୋଲେ ଠିକ ସେଇ ପ୍ରକାର ଆମମାନଙ୍କୁ ପ୍ରଭୁ ଆଉ କଲେ। ଆଉ ତାପରେ 2011 ମସିହାରେ ଦୋକାନ ପାଇଲି, ଆଉ ସେଇଠାରେ ମୁଁ ଆମ ଅଶ୍ୱିନ ଭାଇକୁ ଆଉ ସାନ ଭାଇ ଡମରୁ ଭାଇକୁ ଆଣିଲି, ଆଉ ସେମାନଙ୍କୁ ବି ପାଖରେ ରଖିକି ସେମାନଙ୍କର ପାଠ ପଢାରେ ବି ମୁଁ ହେଲ୍ପ କଲି। ସେମାନେ ମଧ୍ୟ ଆଉ ଦୋକାନ ଆମେ ଖୋଲିଲୁ, ରାସନ ଦୋକାନ ଦେଲୁ। ସେ ଦୋକାନ ଚଲେଇ ମୁଁ ପ୍ଲାଣ୍ଟ ବି ଯାଉଥିଲି, ଭାଇମାନେ ବି ପାଠ ପଢୁଥିଲେ। ଆଉ ଡମରୁ ଭାଇ ତ ଆମ ଗୁଣପୁରରେ ପଢୁଥିଲା। ଆଉ ଏଇ ପ୍ରକାର ଆମେ ପ୍ରଭୁଙ୍କର ଅନୁଗ୍ରହରେ ରହିଲୁ। ଆଉ ତାପରେ ପ୍ରଭୁ ଆଉ ସବୁ ବିଷୟ ପ୍ରଭୁ ସାହାଯ୍ୟ କଲେ। ତାପରେ ଆମର 2013 ମସିହା ଆଉ ଡିସେମ୍ବର ଆଉ 2014 ଲାଷ୍ଟ ଆଡେ ଆମର ଯୋଉ ଆଇଜାକ ନନ୍ଦ ସାର୍, ଆମେ ଚର୍ଚ୍ଚ ଆସୁଥିଲୁ ଏଇଠି ରହିକରି, ଆମର ଛୋଟ ଚର୍ଚ୍ଚ ଥିଲା, ଚର୍ଚ୍ଚ ଆସୁଥିଲୁ। ତାପରେ ଆଇଜାକ ନନ୍ଦ ସାର୍ କହିଲେ, କାହିଁକି ତମେ ଦୋକାନରେ ଗେଞ୍ଜା ପିଲାଇ ରହୁଛ, ଆଉ ଗୋଟେ ଚର୍ଚ୍ଚ ତିଆରି ହଉଛି, ସେଇଠାରେ ବହୁତ ଲୋକ ଆପ୍ଲିକେସନ ଦଉଛନ୍ତି, ଆଉ ତମେ ବି ଦଉନ ବୋଲାରୁ ତାପରେ ଆପ୍ଲିକେସନ ଲେଖା ବି ଜଣା ନାହିଁ। ତାପରେ ସାର୍ କହିଦେଲା, ରସିଦ ଭାଇ ଲେଖିଲା, ଆଉ ଆମେ ଆପ୍ଲିକେସନ ଦେଲୁ। ଆଉ ପ୍ରଭୁଙ୍କର ଅନୁଗ୍ରହ ଦୟା ହେତୁ 2014 ମସିହା ଏପ୍ରିଲ ମାସରେ ଆମେ ଏଇ ୟୁନିୟନ ଚର୍ଚ୍ଚ ରହିବାର ଆରମ୍ଭ କଲୁ। ସେତେବେଳେ ରାସ୍ତା ନଥିଲା, ଷ୍ଟ୍ରିଟ ଲାଇଟ ନଥିଲା, ଜଙ୍ଗଲ ଥିଲା, ଭାଲୁମାନେ ଆସୁଥିଲେ। ତାପରେ ଏଇ ପ୍ରକାର ଆମେ 3 ଜଣ ଏଇ ଚର୍ଚ୍ଚରେ ରହୁଥିଲୁ, ଡମରୁ ଭାଇ, ଅଶ୍ୱିନ ଆଉ ମୁଁ ଏଇ ଚର୍ଚ୍ଚରେ ରହିକରି ଚର୍ଚ୍ଚ କାମ କରୁଥିଲୁ, ଆଉ ନିଃସ୍ୱାର୍ଥପରରେ କାମ କରୁଥିଲୁ। ତାପରେ ଚର୍ଚ୍ଚ କାମ କରି କରି ମୁଁ ଯାଉଥିଲି ଗାଁରେ ପ୍ରଭୁଙ୍କ ସେବା କରି। ଆଉ ମୁଁ ତ ପ୍ରଭୁଙ୍କୁ ଗ୍ରହଣ କଲି। ଅନେକ ଲୋକ ଅଛନ୍ତି ଆଉ ଗାଁରେ, ସେମାନେ ମଧ୍ୟ ପ୍ରଭୁଙ୍କୁ ଜାଣନ୍ତୁ ବୋଲି ମୁଁ ପୁରା ସୋମବାରରୁ ଶନିବାର ଯାଇ ଚର୍ଚ୍ଚ କାମ କରିକି ଆଉ
लेबर पेमेंट करके मु जाऊଥିଲି ସେତେବେଳେ ଜନ୍ ଭାଇ ବହୁତ ହେଲ୍ପ କରୁଥିଲେ ମୋତେ ନେଇ ଛାଡୁଥିଲେ ଆମ ପାଖରେ କିଛି ନଥିଲା ଗାଡି କି ସାଇକେଲ କିଛି ନଥିଲା ଆଉ ଜନ୍ ଭାଇ ମୋତେ ଷ୍ଟେସନ ଛାଡି ଦଉଥିଲେ ଆଉ 500 ଟଙ୍କା ଲାଗ ଦଉଥିଲେ ଯାହା ବି ହଉ ପ୍ରଭୁଙ୍କ ସେବା କରୁଛଲ ମୁଁ ଯାଇକି ଆଉ ରାୟଗଡ଼ା ଷ୍ଟେସନରେ ଶୋଇବି ନହେଲେ ମୁନିଗୁଡ଼ା ଷ୍ଟେସନରେ ଶୋଇକରି ଆଉ ଆମର ଦଇଖାଲ ଷ୍ଟେସନରେ ଓହ୍ଲେଇକି 10 କିଲୋମିଟର ଚାଲି ଚାଲି ଯାଇ ସେବା କରୁଥିଲି ଗାଁରେ ଏ ପ୍ରକାର ଆମେ ସେବା କଲୁ ତାପରେ ଅନେକ ନିନ୍ଦା ତାଡ଼ନା ସବୁ ସମସ୍ୟା ଆସିଲା ହେଲେ ବି ଆମେ ଇଏ କଲୁ ନାହିଁ ଆଉ ଗୋଟେ ଡିସେମ୍ବର ପ୍ରତ୍ୟେକ ଡିସେମ୍ବରରେ ଆମେ ଆଉ ଅନାଥ ମାନଙ୍କୁ ବିଧବାମାନଙ୍କୁ ଆମର ଆଇଡି ସୁନା ସାର୍ ବହୁତ ହେଲ୍ପ କରୁଥିଲେ ଶାଢ଼ୀ କମଲ ମାନ ଦଉଥିଲେ ଆଉ ବହୁତ ଜନ୍ ଭାଇ ମାନେ ବି ହେଲ୍ପ କରୁଥିଲେ ଆମେ ଭୋଜି ଭାତ କରି ଗୋଟେ ପାଳକକୁ ଡାକି ସମସ୍ତଙ୍କୁ ବସେଇକି ଆମେ ବାକ୍ୟ ଶୁଣାଉଥିଲୁ ଗାଁରେ ସବୁ ଲୋକ ଆଉ ଏଇ ପ୍ରକାର ହଠାତ୍ ଆଉ ଯେତେବେଳେ 2015 ମସିହାରେ ଆଉ ଗାଁରେ ବହୁତ ତାଡ଼ନା କଲେ ଡିସେମ୍ବରରେ ଆଉ ଆମର ଜୋଫୁନିଆ ଜୋ ସାର୍ ଏ ଚର୍ଚ୍ଚ କାମରେ ଥିଲେ ତାଙ୍କୁ ମୁଁ ଫୋନ କଲି ସାର୍ ଏମିତି ଆଉ ଗାଁରେ ଝଗଡ଼ା କରୁଛନ୍ତି ତାଙ୍କେ ନାଇକି ଆମେ ସବୁବେଳେ ଡିସେମ୍ବର ପର୍ବ ଯେତେବେଳେ ପାଳନ କରୁ ଆମର ସେ ଗାଁରେ ଥାନା ଅଛି ଥାନାରେ ଯାଇ ଜଣାଉ ହଁ ତମର ତ ପର୍ବ ଆଉ ପ୍ରାର୍ଥନା ତମେ ଯାହା କରବାର କର କିଛି ଅସୁବିଧା ନାହିଁ ଆମେ ଅଛୁ ବୋଲି କହିକି ସେ ଆଉ ଥାନା ବାବୁ ସେ ଅମ୍ବାଦୁଲା ପଳେଇ ଗଲେ ତାପରେ ଗାଁ ବାଲା ସବୁ ଟେଣ୍ଟ ଭାଙ୍ଗି ଦେଲେ ବହୁତ ଝଗଡ଼ା କଲେ ତାପରେ ମୁଁ ରାତିରେ କମାଣ୍ଡାଣ୍ଟ ସାର୍କୁ ଫୋନ କଲି 11ଟା 12ଟା ରାତିରେ ଆଉ ତାଙ୍କେ କଣ କଲେ କେଜାଣି ସେ ଥାନା ପୋଲିସ ମାନେ ସବୁ ସେ ଥାନା ବାବୁ ମାନେ ମଧ୍ୟ ଆସିଲେ ଆଉ ପୁରନ୍ଦର କିଏ ବୋଲି କହିଲା ମୁଁ ଆଜ୍ଞା ହଉ ତମର ଯାହା ପ୍ରାର୍ଥନା ଆରାଧନା କରବାର କର ଆମେ ଅଛୁ ବୋଲି ପୋଲିସ ପୁରା ରାତି ସାରା ଥିଲେ ଡିସେମ୍ବର 24 ରାତି ସାରା ଥିଲେ ଆଉ 25ରେ ବି ଥିଲେ ଏ ପ୍ରକାର ପ୍ରଭୁ ସାହାଯ୍ୟ କଲେ ତାପରେ ସେ ଗାଁ ଲୋକମାନେ ନିଜେ ନିଜେ ଝଗଡ଼ା ଝାଟି ହେଇଗଲେ ସେ ଗାଁର ନେତା ମାନେ ସେ ଗୋଟେ ସବୁବେଳେ କୁହେ ମୋର ପାଖରେ ML ଅଛି ମନ୍ତ୍ରୀ ଅଛି ସବୁ ଅଛି ଆଉ ସେମାନେ କହିଲେ ତ ଗୋଟେ ଫୋନରେ ପୋଲିସ ଆସି ପହଞ୍ଚିଲା କଣ କରିପାରିଲୁ ଏଇ ପ୍ରକାର ପ୍ରଭୁ ମହାନ କାର୍ଯ୍ୟ ସବୁ କଲେ ଆଉ ଯେତେବେଳେ 2014ରୁ ଆମେ ୟୁନିୟନ ଚର୍ଚ୍ଚରେ ଥିଲୁ ବହୁତ ଆଶୀର୍ବାଦ ପାଇଲୁ ଆଉ ଆମେ 3 ଭାଇ ରହୁଥିଲୁ ଆଉ ଅଶ୍ୱିନୀ ଭାଇ ପାଠ ପଢୁଥିଲେ ସେତେବେଳେ ଦିଗାଲ ସାର୍ ନନ୍ଦ ସାର୍ ଆମର ଦୁର୍ଯ୍ୟ ପାଣି ସାର୍ ସୁରେନ୍ଦ୍ର ହିଆଲ ଆଉ ଜୋଫନିଆ ଜୋ ସାର୍ ଏମାନେ ପୁରା ଦାୟିତ୍ୱରେ ଥିଲେ ଚର୍ଚ୍ଚ କାମରେ ଆଉ ଆମେ ରାତି ଦିନ ପରିଶ୍ରମ କରୁଥିଲୁ ଆଉ ଅନେକ ମେଟେରିଆଲ ପଡିଥିଲା ତାପରେ ଆମେ ରାତି 12 ଶୋଉଥିଲୁ ଭାଲୁମାନ ଆସୁଥିଲେ ଆଉ ପ୍ରାୟ ଜଙ୍ଗଲ ଥିଲା କିଏ ବି ସେତେବେଳେ ରହିବେ ନାହିଁ ଆଉ ଆମେ ବର୍ଷା ଦିନେ ତ ଆଣ୍ଠି ଲେଖା ପାଣି ଦେଇକି ଆସୁଥିଲୁ ଏଇ ପ୍ରକାର ଆଉ ଆମମାନଙ୍କୁ ଦିଗାଲ ସାର୍ ନନ୍ଦ ସାର୍ ଦୁର୍ଯ୍ୟ ପାଣି ଆଉ ସୁରେନ୍ଦ୍ର ହିଆଲ ଜୋ ସାର୍ ମାନେ ବହୁତ ହେଲ୍ପ ସପୋର୍ଟ କରୁଥିଲେ ଆମେ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କଲା ପରେ ଆଶୀର୍ବାଦ ସବୁ ମୋ ଜୀବନରେ ହେଲା ଆଉ 2015ରେ ଆମର ଛାତ ଜୁନ 10ରେ ଛାତ ଆରମ୍ଭ ହେଲା 10, 11, 12ରେ ଆଉ ବର୍ଷା ଧମ ହଉଥିଲା ଆଉ କମାଣ୍ଡ ସାରା ଆସି ଉପରେ ପ୍ରାୟ ସମସ୍ତ ଚର୍ଚ୍ଚର କେତେ ଲୋକ ଉପରେ ଯାଇ ପ୍ରାର୍ଥନା କଲେ ବର୍ଷା ବନ୍ଦ ହେଲା ତାପରେ ଛାତ ଢଲେଇ ହେବା ଠାରୁ ବର୍ଷା ବହୁତ ହେଲା ଆଉ ଷ୍ଟ୍ରଙ୍ଗ ହେଲା ଛାତ ତାପରେ ଆମର ଜେସିପି ଗୋଟେ ଆସିଥିଲା ଆଉ ଟିକେ ସେ ଡ୍ରେନ୍ ଖୋଲୁଥିଲା ଉପର ଆଡେ ଆଉ जेसीपी ड्राइवर टिके चलेला पर चलला नहीं तापर कमांडेंट सर असले ये शैतान ने पूरा बंद कर दिया है अभी मैं प्रार्थना करता हूँ पूरा चलेगा बोली करी ड्राइवर को कहले बस बोली बसला पर हमर कमांडेंट सर प्रार्थना कल प्रभु या तुमर कार्य प्रभु और शैतान सबू समस्या को जिसुना दूर करो आमेन बोल स्टार्ट करो बोला जैसे भी स्टार्ट हला पूरा दिन रात काम चलला आउ जेसीपी बंद हला ना जेसीपी ड्राइवर कहला ना जेसीपी खराब ही गल एक प्रकार प्रभु मिराकल कले आउ तापरे दिगाल सर माने बहुत हमको साहाଯ୍य करते नंद सर हमर गोटे बापा सदृश दिगाल सर गोटे बापा सदृश जो सर आउ ए प्रकार हम दामंजोर अनेक लोक ठारू हमें सब प्रेम पाइछु रालो सर ठारू आ ईश्वर खरा दादा सर हमर सुवासियाल सर आ सय सर संतोष का सर प्राय जते समस्त ठारू हमें आ प्रेम पाइछु आ 2016 आ हम जून
2015 ଜୁନରେ ଛାତ ଢଳେଇ ହେଲା। ତାପରେ 2016ରେ ଆଉ ଆଉ ଝିଅ ଦେଖା ହେଲା ମୋର ପାଇଁ। ଆଉ ଝିଅ ଦେଖିବା ସମୟରେ ଆମର ସୁନିତାର ବାପା ଆଉ ମାମୁଁ ଆସିଥିଲେ। ମୁଁ ଏଠି କାମ କରୁଥିଲି, ସେମାନେ ଇନକ୍ୱାରି କରିବାକୁ ଆସିଥିଲେ ଯେ ପୁଅ କ'ଣ କରୁଛି। ଆଉ ତାପରେ ପରମାନନ୍ଦ ସାର୍କୁ ମୁଁ କହିଲି ସାର୍ ଝିଅର ବାପା ଆଉ ମାମୁଁ ଆସୁଛନ୍ତି ବୋଲାରୁ ସେ ସାର୍ କହିଲେ ହଉ ମୋତେ ଭେଟ ଘାଟ କରେଇ ଦିଅ। ତାପରେ ମୁଇଁ ଭେଟ ଘାଟ କରେଇଦେଲି। ସାର୍ କହିଲେ ଆଉ ପୁଅ ବହୁତ ଭଲ, କିନ୍ତୁ ତା ପାଖରେ ଧନ ସମ୍ପତ୍ତି ନାହିଁ, କିନ୍ତୁ ପ୍ରଭୁ ତାର ସହିତ ଅଛନ୍ତି। ତମର ଝିଅ ଖୁସିରେ ରଖିବ। ଆଉ ତମର ଝିଅ ଯେତେ ବି ପାଠ ପଢୁ, ମୁଁ ତ 10th ଫେଲ୍ ଆଉ ସେ +2 ଆଉ ପଢିଥିଲା। ଆଉ ଟିକେ କଟ୍ କରିଦିଅ, ସମୟ ହେଇଯାଉଛି। ସାର୍ ସାର୍ ଆଉ ଅଳ୍ପ ସମୟ କହିକି ସମାପ୍ତ କରିଦିଅନ୍ତୁ। ସୁଯୋଗ ଦେଇଥିବାରୁ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ନିକଟରୁ ଦେଖିଛି, ଏତେ ସେ ଉପକାରୀ ଲୋକ। ସେ ଏକା ନୁହନ୍ତି, ତାଙ୍କ ସମସ୍ତ ଭାଇ ମାନେ ବାପା, ଯାହାର ଯୋଉଠି କାମ ଯେମିତି ଥିବ, ମିସ୍ତ୍ରୀ କାମଠୁ ଆରମ୍ଭ କରିକିରି, ବଗିଚା କାମଠୁ ଆରମ୍ଭ କରିକିରି, ଘର କାମଠୁ ଆରମ୍ଭ କରିକିରି, ଘରର କାହାର ଯଦି ସିଫ୍ଟିଂ ଥିବ, କଣ ସେମାନେ କିଏ ପରିଶ୍ରମ ନ କରନ୍ତି। ଆଉ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି, ସବୁଆଡୁ ଆଶୀର୍ବାଦ କରିଛନ୍ତି। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ପୁରନ୍ଦର ଭାଇ। ଆମର ତ ସମୟ କମ ଅଛି, ସେଥିପାଇଁ ଆଉ ବେଶୀ ସମୟ ମାନେ ଦେଇପାରିଲୁନି, ସେଥିପାଇଁ ଆମେ ଦୁଃଖିତ ମଧ୍ୟ। ଗଡ ବ୍ଲେସ ୟୁ। ଆଉ କେବେ ଅମର ଭାଇ ବର୍ତ୍ତମାନ ସେ ଆମମାନଙ୍କର ପ୍ରେୟାର ରିକ୍ୱେଷ୍ଟ ସବୁ ନେବେ। ଆପଣ ମାନେ ବର୍ତ୍ତମାନ କହିପାରିବେ ଆପଣଙ୍କ ଯାହା ରିକ୍ୱେଷ୍ଟ ହବ। ଆଉ କେବେ ସୁଯୋଗ ଦେଲେ, ଅଳ୍ପ ଅଛି ମୁଁ କହିବି, ସମାପ୍ତ କରିବି। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ନିଶ୍ଚୟ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ପୁରନ୍ଦର ଭାଇଙ୍କର ବହୁତ ଗୁଡ଼ିଏ ସାକ୍ଷ୍ୟ ରହିଛି, ଆଉ ଆଗାମୀ ଦିନରେ ଆହୁରି ଶୁଣିବା, ନିଶ୍ଚୟ ଶୁଣିବା। ପ୍ରଭୁଙ୍କୁ ତ ଗୌରବ ହବ। ଆଉ ଠିକ୍ ଅଛି, ଅମର ଭାଇ ସମସ୍ତେ ରିକ୍ୱେଷ୍ଟ ପ୍ରେୟାର କରିବେ, ଯେହେତୁ ମୁଁ ଜର୍ଣ୍ଣିରେ ଅଛି ଆଉ କାଳେ ନେଟ୍ ନଥାଇପାରେ। ଧନ୍ୟବାଦ। ମୋ ପାଇଁ ବି ପ୍ରାର୍ଥନା କରିଦେବେ ଅମର ଭାଇ, ଯେ ମୁଁ ସୁରକ୍ଷାରେ ପହଞ୍ଚିବି। ମୋର ମେଡ଼ିକାଲ କାମ ବି ରହିଛି ଭୁବନେଶ୍ୱରରେ, ସବୁ ବିଷୟ ଯେପରି ହେବ ସେଥିପାଇଁ ପ୍ରାର୍ଥନା କରିଦେବେ। ଆଉ ମୋ ପରିବାର ପାଇଁ ସୁମିତ, ବଡ଼ ପୁଅ ସୁମିତ, ଝିଅ ସ୍ନିଗ୍ଧା ଆଉ ସାନ ପୁଅ ଶ୍ରାବଣ, ମୋ ସ୍ୱାମୀ ପାଇଁ ପ୍ରାର୍ଥନା କରିଦେବେ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜ୍ଞା, ମୁଁ ବାସନ୍ତୀ ଭଉଣୀ କହୁଥିଲି, ଆଉ ପ୍ରାର୍ଥନା କରିବେ। ଆଉ ମୋ ଭାଇ ଦାନିଏଲ ମଧ୍ୟ ତ ପ୍ରାର୍ଥନା କରୁଛନ୍ତି। ଆଉ ପ୍ରଭୁ କିଛି ଅଳ୍ପ ସୁସ୍ଥତା ମଧ୍ୟ ଦେଇଛନ୍ତି, ଆଉ ସମ୍ପୂର୍ଣ୍ଣ ସୁସ୍ଥତା ପାଇବା ନିମନ୍ତେ। ଆଉ କାଲି ମୋ ଭାଇ ମୋର